ଜୟ ଜଗନ୍ନାଥ ହର ହର ଶମ୍ଭୁ। ସୁଦଶା ବ୍ରତ କଥା ଅନୁସାରେ ଜୈନିକ ବ୍ରାହ୍ମଣୀକୁ ନଳରାଜା ଦେଇଥିବା କଥା ଅନୁସାରେ ଦମୟନ୍ତୀଙ୍କର ବ୍ରତକୁ ନେଇ ସେ ବ୍ରାହ୍ମଣୀକୁ ଦେଇଦେଲେ। ଫଳରେ ନଳ ଓ ଦମୟନ୍ତୀଙ୍କର ବହୁତ ଅନିଷ୍ଟ ଘଟିଲା, ମାନେ ତାଙ୍କର ରାଜ୍ୟ ଏସବୁ ଚାଲିଗଲା। ପରେ ଯେତେବେଳେ ପୁଣି ଥରେ ସୁଦଶା ବ୍ରତ ପଡ଼ିଲା, ଦମୟନ୍ତୀ ମହାରାଣୀ ବହୁତ ନିଷ୍ଠା ସହକାରେ ମାଆଙ୍କୁ ପୂଜା ଅର୍ଚ୍ଚନା କରିଲା ପରେ ନିଜର ପୂର୍ବ ଗୌରବ ଫେରି ପାଇଥିଲେ। ଚାଲନ୍ତୁ ଏବେ ସୁଦଶା ବ୍ରତ କଥା ଶୁଣିବା। ଦମୟନ୍ତୀଙ୍କର ଶ୍ରୀ ସୁଦଶା ବ୍ରତ କଥା ଆରମ୍ଭ। ବନ୍ଦଇ ପରମା ଲକ୍ଷ୍ମୀ ଜଗତ ତାରିଣୀ, ସମୁଦ୍ର ମନ୍ଥନ ଜାତ ହଇଲୁ ତୁ ଜାଣି। ତେଣୁ କରି ନାମ ହେଲା ଲକ୍ଷ୍ମୀ ନାରାୟଣୀ, ବିଷ୍ଣୁଙ୍କ ଘରଣୀ ମାଗ ଓଟୁ କମଳିନୀ। ଏଥୁ ଅନନ୍ତରେ ଦିନ ଏମନ୍ତ ସମୟେ, ନାରଦ ମହର୍ଷି ଇନ୍ଦ୍ର ଭୁବନ ବିଜୟେ। ଷଡ଼ ଅର୍ଘ୍ୟ ଦେଇ ଇନ୍ଦ୍ର ପାଦ ପୂଜା କଲେ, ବସିବା ନିମନ୍ତେ ଦିବ୍ୟ ଆସନ ନେକ ଦେଲେ। ଇନ୍ଦ୍ରବାଚ କେ ବଣ ବ୍ରତ କେ ବଣ ଫଳ ଯେ ପାଇ, ଘରଣୀ ପୁତ୍ର ଦୁହିତା କେମନ୍ତ ମିଳଇ। ଏହା ମତେ ସଂପୀଣ କହିବ ଗୋସାଇଁ, ତମ ମୁଖୁ ଶୁଣିଲେ ପରତେ ଯିବି ମୁହିଁ। ନାରଦ ଉବାଚ ଶୁଣ ଏବେ ଇନ୍ଦ୍ର ସେହି ବ୍ରତର ମହିମା, ଯହିଁରେ ସନ୍ତୋଷ ହନ୍ତି ଲକ୍ଷ୍ମୀ ଉମା। ମର୍ତ୍ତ୍ୟମଣ୍ଡଳରେ ସାର ଅବନ୍ତୀ ନଗର, ତହିଁ ବିଷ୍ଣୁଙ୍କର ବୋଲି ଅଟେ ଦ୍ୱିଜବର। ତାହାର ଭାରିଜା ନାମ ଅଟେ ଲକ୍ଷ୍ମୀବତୀ, ସେ ବ୍ରାହ୍ମଣୀ ଲକ୍ଷ୍ମୀ ବ୍ରତ ସର୍ବଦା କରନ୍ତି। ଲକ୍ଷ୍ମୀଙ୍କର ଦୟା ଯେଣୁ ହେଲା ତା ପରେ, ଅଚଳା ସମ୍ପତ୍ତି ଭୋଗ କରେ ମର୍ତ୍ତ୍ୟପୁରେ। ଏଇଥୁ ଅନନ୍ତରେ ଇନ୍ଦ୍ର ଶୁଣ ମନ ଦେଇ, ଲକ୍ଷ୍ମୀଙ୍କର ବ୍ରତ ତତେ କହିବା ବୁଝାଇ। ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ଗୁରୁବାର, ଶ୍ରୀ ସୁଦଶା ବ୍ରତ ଘଟି ପଡ଼େ ସେ ଦିନର। ସେହି ଦିନ ବ୍ରାହ୍ମଣୀ ଯେ ପ୍ରଭାତୁ ଉଠିଲା, ଏକ ବନ ଗାଈର ଯେ ଗୋବର ଆଣିଲା। ସୁସଞ୍ଚ କରି ଘର ଦୁଆର ଲିପିଲା, ନଦୀରେ ସ୍ନାନ କରିଣ ଘରକୁ ଅଇଲା। ତଣ୍ଡୁଳ ବାଟିଣ ଝଟି ଆଭରଣ ଦେଲା, ଶ୍ରୀ ପରମା ଲକ୍ଷ୍ମୀଙ୍କୁ ସେ ସୁମରଣା କଲା। 10 ବନ ମୁରୁଜରେ ପିତୁଳା ଲେଖିଲା, 10 ଯେ ପାଖୁଡ଼ା କରି ପଦ୍ମକେ ରଖିଲା। ତହିଁର ଉପରେ ପୂର୍ଣ୍ଣ ଘଟକେ ସ୍ଥପିଲା, ଘଟର ଉପରେ ଚ୍ୟୁତ ଡାଳକେ ଥୋଇଲା। ନାରିକେଳ ଏକ ଗୋଟି ଘଟ ପରେ ଦେଲେ, 10 ମୁଖୀ ଦୀପାବଳି ଜାଗର ଜାଳିଲେ। 10 ଖିଅ ଧଳା ସୂତ୍ରେ ବ୍ରତକୁ ଭାଙ୍ଗିଲେ, ଚଉଁରୀ ନାମଣେ ବେତ ପାଖରେ ଥୋଇଲେ। 10 ମୁଷ୍ଟି ତଣ୍ଡୁଳ ଯେ ଘଟେ ପାଖେ ଦେଲେ, ଦବରି ଫଳ ଗୋଟିଏ ଆଣିଣ ଯେ ଦେଲେ। ଉପରେ ତନ୍ଦ୍ରାତାପ ଚନ୍ଦୁଆ ଟଣାଇଲେ, 10 ମେଞ୍ଚା ହଳଦୀ ଯେ ପୂର୍ଣ୍ଣ କୁମ୍ଭେ ଦେଲେ। ସିନ୍ଦୂର କଜଳ ନେଇ ଘଟ ପରେ ଦେଲେ, ଶ୍ରୀ ପରମା ଲକ୍ଷ୍ମୀଙ୍କୁ ଯେ ସୁମରଣା କଲେ। ଛେନା କଦଳୀ ଯେ ସର ଘୃତ ଦେଲେ, 10 ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ। କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ, ନୈବେଦ୍ୟ ନେଇ ପୁଣି କଥା ଯେ ଶୁଣିଲେ। ଶ୍ରୀ ମହାଲକ୍ଷ୍ମୀଙ୍କ ଯେ ସୁମରଣା କଲେ, ଲକ୍ଷ୍ମୀଙ୍କର 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ, ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ, ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା, ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା, ପଞ୍ଚମ ଗଣ୍ଠିର ନାମ ଅଟଇ କମଳା, ଷଷ୍ଠ ଗଣ୍ଠିର ନାମ ହଇଲା ଚଞ୍ଚଳା, ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ, ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲଣୀ, ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ, ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। 10 ନାମ ଧରିଣ ଯେ ସେ ବ୍ରତ ଗଣ୍ଠି ଦେଲେ, ଲକ୍ଷ୍ମୀ ନାରାୟଣୀ ବୋଲି ମନେ ସୁମରିଲେ। ସୂର୍ଯ୍ୟଙ୍କୁ ସେ ଅର୍ଘ୍ୟ ଦେଇ ବନ୍ଦାପନା କଲେ, ନଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ। ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ, ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ। ମାଂସ ମେଞ୍ଚା ପ୍ରାୟ ପାଟ ବ୍ରତ ଦିଶୁଥିଲା, ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନି ଗଲା। ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଆଇଲା,
ବ୍ରତ ନ ଦେଖିଣ ସେହୁ ବିସ୍ମୟ ହୋଇଲା। ଚାରି ଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଲା। ସେ ବ୍ରତକୁ ଚିଲ ଘେନି ଯାଇଛି ଦେଖିଲା। ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା। ସେ ଚିଲ ଜାଇଣ ଏକ ବନସ୍ତେ ପଶିଲା। ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା। ଚିଲ ପକ୍ଷୀ ବନସ୍ତେ ଅଦୃଶ୍ୟ ହୋଇଗଲା। ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବଇଲା। ମୃଗୟା ବିନୋଦେ ନଳ ବନସ୍ତକୁ ଗଲା। ବ୍ରାହ୍ମଣୀ ରୋଦନ ରାଜା କର୍ଣ୍ଣେ ଯେ ଶୁଣିଲେ। ବନସ୍ତେ କେ କାନ୍ଦୁଅଛି ବଲିଣ ବଇଲେ। ସୈନିକ ସଖା ଘେନି ରାଜା ବିଜେ କଲେ। ବ୍ରାହ୍ମଣୀ ପାଖରେ ଯାଇ ପ୍ରବେଶ ହୋଇଲେ। ବ୍ରାହ୍ମଣୀକୁ ଦେଖି ରାଜା ବିସ୍ମୟ ହୋଇଲେ। କି ନିମନ୍ତେ କାନ୍ଦୁଅଛ ବଲିଣ ବଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ରାଜାଙ୍କୁ କହଇ। ମହର ଦୁଃଖକୁ ବାବୁ ପାରିବ କି ଫେରାଇ। ନଳ ରାଜା ବହିଲେ ଯେ କି ଦୁଃଖ ତୋହର। ମୋର ଆଗେ କହିଲେ ତାହା କରିବଇଁ ଦୂର। ଏହା ଶୁଣି ବ୍ରାହ୍ମଣୀ ଯେ ବୋଲଇ ଉତ୍ତର। ସତ୍ୟ କର ତୁମ ରାଜା କହିବି ଛାମୁର। ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ। ଯାହା ତୁମେ ମାଗ ତାହା ଦେବଇ ବଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ହରଷ ହୋଇଲା। ମହର ସୁଦଶା ବ୍ରତ ଚିଲ ଘେନି ଗଲା। ତୁମର ମହାଦେଇ ବ୍ରତ କରୁଛନ୍ତି। ସେହି ବ୍ରତ ଗୋଟି ତୁମେ ଦେବ ହେ ନୃପତି। ଏହା ଶୁଣି ମହାରାଜା ସନମତ କଲେ। ବ୍ରାହ୍ମଣୀକୁ ଘେନି ନିଜେ ରାଜ୍ୟ ଚଳିଗଲେ। ବ୍ରାହ୍ମଣୀକୁ ସିଂହ ଦ୍ୱାରେ ବସାଇ ନୃପତି। ଅନ୍ତଃପୁରକୁ ଗମନ କରିଲେ ତଡ଼ତି। ରାଣୀଙ୍କୁ ଜାଇଣ ନଳ ରାଜା ଯେ କହିଲେ। ଆମଙ୍କୁ ଏକ ମାଗୁଣି ଦେବଇଁ ବହିଲେ। ଏହା ଶୁଣି ମହାରାଣୀ ସ୍ତବ୍ଧା ହୋଇଗଲେ। ଆମକୁ କିସ ମିଳିବ ଦେବଇ ବଇଲେ। ନଳ ରାଜା ବହିଲେ ଗো ସତ୍ୟ ଏବେ କର। ତେବେ ମୁଁ କହିବି ସିନା ମାଗୁଣି ମହର। ଏହା ଶୁଣି ମହାଦେଇ ସତ୍ୟ ବାକ୍ୟ କଲେ। ଯେ ଇଚ୍ଛା ତୁମର ରାଜା ମାଗ ହେ ବଇଲେ। ସତ୍ୟ ବାକ୍ୟ ଶୁଣି ରାଜା ବଇଲେ ଉତ୍ତର। ଶ୍ରୀ ସୁଦଶା ବ୍ରତ ଗୋଟି ଦିଅ ଗୋ ତୁମର। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ। ଶ୍ରୀ ସୁଦଶା ବ୍ରତ ଦେବା ନୁହଁ ବଇଲେ। ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦିଅନ୍ତି। ବ୍ରତ ଦେଲେ କାନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ି ଯାନ୍ତି। ଦରିଦ୍ର ଭିକ୍ଷୁକ ବ୍ୟାଧ ବନ୍ତ ଯେଉ ହୋଇ ଲକ୍ଷ୍ମୀଙ୍କର ବ୍ରତ ହେଇ ଦେଇ ନ ପାରଇ। ଜଞ୍ଜାଳ କରିଣ ରାଜା ପୁନସ୍ତ ମାଗିଲେ। ହସ୍ତରୁ ଖସାଇ ବ୍ରତ ରାଜା କଲେ ଦେଲେ। ବ୍ରତ ପାଇ ମହାରାଜା ବେଗେ ଚଳିଗଲେ। ବ୍ରାହ୍ମଣୀ ହସ୍ତରେ ବ୍ରତ ନେଇଣ ସେ ଦେଲେ। ବ୍ରତ ପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲା। ରାଜାଙ୍କୁ ଆଶିଷ କରି ନିଜେ ପୁରେ ଗଲା। ସେ ବ୍ରତ ନେଇ କଞ୍ଚା ଦୁଧରେ ଧୋଇଲା। 10 ଗୋଟି ମଣ୍ଡା କରି ପାଣି ଛଡ଼ାଇଲା। ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲା। ପଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲା। ନାରଦକୁ ଚାହିଁ ଇନ୍ଦ୍ର ପୁଣି ଇଚ୍ଛା କଲେ। ନଳ ରାଜାଙ୍କର କିସ ହୋଇଲା ବହିଲେ। ନାରଦ ବଇଲେ ଶୁଣ ଇନ୍ଦ୍ର ମନ ଦେଇ। ନଳ ରାଜାଙ୍କ ବିପତ୍ତି ତତେ ଦେବା କହି। ଚରି ଯିବା ଗୋରୁ ଆଉ ଘରକୁ ନଇଲେ। ପତିଲାର ଧନ ସବୁ ବାସୁକି ହରିଲେ। ଧାନ ଚାଉଳ ତ ସବୁ ବସି ଯେ ଖାଇଲେ। ଶତ୍ରୁ ଆସୀନ ରାଜ୍ୟରେ ଉପଗତ ହେଲେ। ରାଜା ରାଣୀ ଅନ୍ନ ବସ୍ତ୍ର କିଛି ନ ପାଇଲେ। ରାଜାଙ୍କୁ ରାତ୍ରରେ କାଳ ପୁରୁଷ ଡାକିଲେ। ରାଜ୍ୟ ଛାଡ଼ି କରି ରାଜା ପଳାଇଣ ଯାଅ। ରାଜ୍ୟ ଥିଲେ ନିଶ୍ଚୟ ମରିବୁ ନୃପନାହ। ଏହା ଶୁଣି ନଳ ରାଜା ତେଜିଣ ଉଠିଲେ। ମହାଦେଇ ପାଶେ ଯାଇ ସକଳ କହିଲେ। ଚାଲ ତୁମେ ପିତା ଘର ଯିବା ହେ ବହିଲେ। ଏହା ଶୁଣି ମହାଦେଇ ସନମତ କଲେ। ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ। ଗୃହକୁ ଛାଡ଼ିଣ ବିଜେ ରାଜା ରାଣୀ ଗଲେ। ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ। ଏଠାରେ ସ୍ନାନ ରାଣୀ କରିବା ବଇଲେ। ଏଠାରେ ସ୍ନାନ କରି ଯେ କିସ କରିବା। ପାଶରେ ତ କିଛି ନାହିଁ କଣ ଖାଇବା। ଏହା କହି ରାଜା ରାଣୀ ଜଳରେ ପଶିଲେ। 4ଟି ଗଡ଼ିଶ ମାଛ ଧରିଣ ଆଣିଲେ। ଏହି ମାଛ ପୋଡ଼ି ରାଣୀ ରଖିଥାଅ ନେଇ। ପାଖେ ଅଛି ଗ୍ରାମ ଭିକ୍ଷା ମାଗିଣ ଆଣଇ। ଏହା କହି ମହାରାଜା ବିଜେ କରିଗଲେ। ବିଷ୍ଣୁଙ୍କର ପଣ୍ଡା ଘରେ ପ୍ରବେଶ ହୋଇଲେ। ଆମକୁ ଭୋଜନ କିଛି ଦେବ କି ବହିଲେ। ଏହା ଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣିଦେଲେ। ହରଷ ହୋଇ ରାଜା ଲେଉଟି ଅଇଲେ। ଗୃହେ ପତ୍ନୀ କରେ ଅନ୍ନ ଦାନକୁ ଥୋଇଲେ। ଝାମ୍ପ ଧୋଇ କାକ ପକ୍ଷୀ ଦାନ ଘେନି ଗଲେ।
ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା। ଛାମ୍ପ ଦେଇ କାଖ ପକ୍ଷୀ ଦାନ ଘେନିଗଲା। ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା। ବିରସ ହଇଣ ରାଜା ସେଠାରୁ ଆସିଲେ। ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ। ଯେଉଁ ମାଛ ପଡ଼ି ରାଣୀ ରଖିଥିଲେ ନେଇ, ସେହି ମାଛ ଜୀବ ପାଇ ଜଳେ ଗଲେ ଡେଇଁ। ଆଚମ୍ବିତ ହୋଇ ରାଣୀ କଲେ କ୍ରନ୍ଦନ। ପାଶେ ଆସି ମହାରାଜ ମିଳିଲେ ବହନ। ମହାରାଣୀ ବଲେ ଲକ୍ଷ୍ମୀ ଛାଡ଼ିଲେ ଆମକୁ। ପୋଡ଼ା ମାଛ ଜୀବ ପାଇ ଡେଇଁଲେ ଜଳକୁ। ଏହା ଦେଖି ମହାରାଜା ବିସ୍ମୟ ହୋଇଲେ। ଚାଲ ଏବଠାରୁ ରାଜା ବଲିଣ ବୋଇଲେ। ଏତେ କହି ରାଜା ରାଣୀ ବିଜେ କରିଗଲେ। ବନସ୍ଥ ଭିତରେ ଯେ ଏକ ନଦୀ ଯେ ଦେଖିଲେ। ସଭାଚନ୍ଦ୍ର କୁମାରକୁ କୋଳରେ ଧଇଲେ। ନଦୀ ପାର ହୋଇ ରାଜା ରାଣୀ ଯାଉଥିଲେ। ଏମନ୍ତ ସମୟ ଏକ କୁମ୍ଭୀର ମିଳିଲା। ସଭାଚନ୍ଦ୍ର କୁମାରକୁ ତଡ଼ିତ ଗିଳିଲା। ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ। କାନ୍ଦି କାନ୍ଦି ନ ଯାଇ ଯେ ବନସ୍ତେ ପଶିଲେ। ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ। ରାଜା ରାଣୀ ଯେ ସେ ମନ୍ଦିର ଭିତରେ ରହିଲେ। ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ। ସେହିଠାରେ ରାଜା ରାଣୀ ଶ୍ରମେ ନିଦ୍ରା ଗଲେ। ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା। ରାଣୀ ଅଳଙ୍କାର ମାନ ସବୁ ଗିଳିଦେଲା। ରାଣୀଙ୍କ ନୟନେ କାଳ ନିଦ୍ରା ଯେ ଘାରିଲା। ରାଣୀଙ୍କୁ ଛାଡ଼ି ନ ରାଜା ତହୁଁ ପଳାଇଲା। ସେହିଠାରୁ ନଳ ରାଜା ଭ୍ରମେ ଭ୍ରମେ ଗଲେ। ଭୀମରାଜା ରାଜେ ଯାଇ ପ୍ରବେଶ ହୋଇଲେ। ଭୀମରାଜା ଆଗରେ ସେ ଜଣାଇଲେ ଯାଇ, ଆମକୁ ରଖ ହେ ରାଜା କିଛି ପଣ ଦେଇ। କେଉଁ ଦେଶେ ଘର ପୁଣି କେଉଁ ଜାତି ପୁଣ, କେଉଁ କେଉଁ ବିଦ୍ୟାମାନ କରିଛ ସାଧନ। ନଳ ରାଜାଙ୍କର ସୁପକାର ଥିଲି ମୁହିଁ, ଗୌରୀ ସଉରି ବିଧି ରାନ୍ଧଣା ଜାଣେ। ଏହା ଶୁଣି ଭୀମରାଜା ହରଷ ହୋଇଲେ। ଆମ ସୁପକାର ହୋଇ ଥାଅ ହେ ବୋଇଲେ। ଆଜ୍ଞା ପାଇ ନଳ ରାଜା ସମ୍ମତ କଲେ। ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ। ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ। ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରିଦେଲେ। ରାଜାଙ୍କୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲେ। ଛନ ଛନ ହୋଇ ସେ ସ୍ଥାନରୁ ଚଳିଗଲେ। ବାଟେ ବାଟେ ସେ ପଚାରି ଗଲେ। ଭୀମରାଜା ରାଜେ ଯାଇ ପ୍ରବେଶ ହୋଇଲେ। ଭୀମସେନ ଅନ୍ତପୁରେ ଯାଇ ନ ମିଳିଲା। ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା। ଦମୟନ୍ତୀ କହନ୍ତି ଯେ ମହାଦେଇ ପାଶ, ଭାତ ଲୁଗା ଦେଇ ରଖ ତୁମ୍ଭର ଉଆସ। ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ, କର୍ମ ଅଭାଗ୍ୟରୁ ମୁହିଁ ସେଠାରୁ ଆସଇ। ଏହା ଶୁଣି ମହାଦେଇ ହରଷ ହୋଇଲେ। ଆମ ଅନ୍ତପୁରେ ଦାସୀ ହୋଇଥାଅ ଭଲେ। ଏହା ଶୁଣି ଦମୟନ୍ତୀ ସମ୍ମତ କଲେ। ନଳ ଦମୟନ୍ତୀ ଦୁହେଁ ସେଠାରେ ରହିଲେ। ଏଥୁ ଅନନ୍ତରେ ଶୁଣ ଇନ୍ଦ୍ର ମନ ଦେଇ, ନଳ ରାଜାଙ୍କର ଶୁଭ ବାର୍ତ୍ତା ଦେବା କହି। ଭାଦ୍ର ମାସ ଶୁକ୍ଳ ପକ୍ଷ ଦଶମୀ ଗୁରୁବାର ଶ୍ରୀ ସୁଦଶା ବ୍ରତ ଗୋଟି ପଡ଼େ ସେଦିନର। ପାଟ ଜ୍ୟୋତିଷ ଯାଇ ରାଣୀଙ୍କୁ କହିଲା, କାଲିଠୁ ସୁଦଶା ବ୍ରତ ପଡ଼ୁଛି ବୋଇଲା। ଜ୍ୟୋତିଷଙ୍କୁ ଧନରତ୍ନ ଦେଇ ବିଦା କଲା। ଦାସୀମାନଙ୍କୁ ଡାକିଣ ବୁଝାଇ କହିଲା। ପ୍ରଭାତରୁ ଉଠି ଦାସୀମାନେ ଚଳିଗଲେ। ଏକ ବନ୍ୟ ଗାଈର ଯେ ଗୋବର ଆଣିଲେ। ସୁସଞ୍ଚ କରିଣ ଘର ଦୁଆର ଲିପିଲେ। ନଦୀରେ ସ୍ନାନ କରିଣ ଘରକୁ ଆସିଲେ। ତଣ୍ଡୁଳ ବାଟିଣ ଝୁଣ୍ଟି ଆଳପଣା ଦେଲେ। ଏହା ଦେଖି ଦମୟନ୍ତୀ ରାଣୀଙ୍କୁ କହିଲେ, ମହାରାଣୀ ମୋହ ପ୍ରତି ଯେବେ ଦୟା ହେବ, ଅସାର ଉପକରଣ ଯେବେ ମତେ ଦେବେ। ଶ୍ରୀ ସୁଦଶା ବ୍ରତଟିକୁ କରନ୍ତି କହିଲେ। ଏହା ଶୁଣି ମହାଦେଇ ସନ୍ତୋଷ ହୋଇଲେ। ବ୍ରତ ଯେବେ କର ତୁମେ କର ଗୋ ବୋଇଲେ। ଦମୟନ୍ତୀ ଶୀଘ୍ର ସ୍ନାନ ସାରିଣ ଆସିଲେ। ଅତି ଯତନରେ ନେଇ ଘଟକେ ସ୍ଥାପିଲେ। ହଳଦୀ ଚନ୍ଦନ ନେଇ ଘଟେ ପରେ ଦେଲେ। ଚୁତ ଡାଳ ଦେଇ ଦୀପ ମାନ ଲଗାଇଲେ। ଧୂପ ଦୀପ ନୈବେଦ୍ୟ ଯେ ଗନ୍ଧ ପୁଷ୍ପ ଦେଲେ। ପୁରମଣ୍ଡା 10 ଗୋଟି ଆଘରେ ଥୋଇଲେ। ମହାଲକ୍ଷ୍ମୀଙ୍କୁ ସୁମରି ସେଠାରେ ବସିଲେ। ଲକ୍ଷ୍ମୀ 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ଆଶାହାସ ମହାଲକ୍ଷ୍ମୀ ହୃଦେ ସୁମରିଲେ। ପ୍ରଥମ ଗଣ୍ଠିରେ ନାମ ଲକ୍ଷ୍ମୀ ନାରାୟଣୀ। ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ। ତୃତୀୟ ଗଣ୍ଠିର ନାମ ଯେ ଶ୍ରୀ ହରିପ୍ରିୟା। ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା। ପଞ୍ଚମ ଗଣ୍ଠିର ନାମ ଅଟଇ କମଳା। ଷଷ୍ଠ ଗଣ୍ଠିର ନାମ ହୋଇଲା ଚଞ୍ଚଳା। ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ। ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲଣୀ। ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ। ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ।
ଲକ୍ଷ୍ମୀ ଦଶ ନାମ ଧରି ବ୍ରତେ ଗଣ୍ଠି ଦେଲେ। ପରମା ଲକ୍ଷ୍ମୀଙ୍କୁ ମନେ ସୁମରଣା କଲେ। ହେ ପରମା ଲକ୍ଷ୍ମୀ ମୋତେ ଅନୁଗ୍ରହ ହେଉ, ପୁତ୍ର ଗେରସ୍ତ ବର ରାଜ୍ୟ ପ୍ରାପ୍ତ ହେଉ। ଏମନ୍ତ ଭାବନା କରି ମନେ ସୁମରିଲେ। ପ୍ରସନ୍ନ ହୋଇନ ଲକ୍ଷ୍ମୀ ରାଣୀଙ୍କୁ କହିଲେ, ଯାଅ ତୋର ସ୍ୱାମୀ ପୁଅ ସ୍ୱାମୀ ପ୍ରାପ୍ତ ହୋଇବ। ତାର ହସ୍ତେ ଶତ୍ରୁମାନେ ନିପାତ ହୋଇଲେ। ନଳ ରାଜାଙ୍କୁ ସେ ଲକ୍ଷ୍ମୀ ସହାୟ ହୋଇଲେ। ଏଣେ ନଳ ରାଜାଙ୍କର ମନ୍ତ୍ରୀ ବିଚାରିଲେ, ଆମର ଯେ ମହାରାଜା କେଣେ ଚଳିଗଲେ, ରାଜ୍ୟରେ କାହାକୁ ରାଜା କରିବା ବୋଇଲେ। ଏହା ଶୁଣି କେହି ବୋଲେ ହେବି ମୁଁ ରାଜନ, ଆଉ କେହି ବୋଲେ ମୁଇଁ ହେବି ନୃପରାଣ। ଏହିପରି ପରସ୍ପର କରିଲେ କଗଳ। ତହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀବର। ମନ୍ତ୍ରୀ କହେ, ଆମ ରାଜା କେଉଁଠି ଅଛନ୍ତି, ଆଉ ଜଣେ କେଉଁପରି ହୋଇବ ନୃପତି। ମନ୍ତ୍ରୀ ବୋଲେ, ଶୁଣ ସର୍ବେ ମୋହର ବିଚାର। ପାଟହସ୍ତୀକୁ ମଣ୍ଡିଣ ଛାଡ଼ିବା ସ୍ୱତଃ। ସୁବର୍ଣ୍ଣ କଳସେ ଗଙ୍ଗା ଜଳେ ଶିରେ ଦେଇ ଛାଡ଼ିଦେବା, ଯାହା ପରେ ଢାଳିବ ଯେ ସେହି। ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ। ପାଟହସ୍ତୀ ମଣ୍ଡି ଛାଡ଼ି ଦେଲେ ତତ୍କ୍ଷଣ। ମନ୍ତ୍ରୀ ପୁରୋହିତ ସହ ସକଳେ ଚଳିଲେ। ରାଜ୍ୟର ପରଜାବୃନ୍ଦ ସର୍ବେ ଗଡ଼ାଇଲେ। ନିଜ ଇଚ୍ଛା ମନ୍ତେ ହସ୍ତୀ ଦ୍ରୁତଗାମୀ ହୋଇ ଭୀମରାଜା ରାଜ୍ୟ ପ୍ରବେଶିଲେ। ହସ୍ତୀ ଯାଇ ପାଟହସ୍ତୀ ଯାଇ ନଳ ରାଜାଙ୍କୁ ଭେଟିଲା। ସୁବର୍ଣ୍ଣ କଳସୀ ଜଳ ଶିରରେ ଢାଳିଲା। ରାଜାଙ୍କୁ ନେଇଣ ହସ୍ତୀ ପୃଷ୍ଠେ ବସାଇଲା। ଜୟ ନଳ ରାଜେ ବୋଲି ଉଚ୍ଚେ ଡାକ ଦେଲେ। ସେନଗ୍ରରେ ନର ନାରୀମାନେ ଦେଖୁଥିଲେ। ରାଜାଙ୍କ ଆଗରେ ଯାଇ ସମସ୍ତେ କହିଲେ, ଗୁପ୍ତେ ନଳ ରାଜା ସୁପକାର ପଣେ ଥିଲେ। ଏବେ ଥିବା ଯାଏଁ ତାଙ୍କୁ କେହି ନ ଚିହ୍ନିଲେ। ତାଙ୍କ ବାକ୍ୟ ପାତ୍ର ମନ୍ତ୍ରୀ ସମସ୍ତେ ଅଇଲେ। ନଳ ରାଜାଙ୍କୁ ହସ୍ତୀର ପୃଷ୍ଠେ ବସାଇଲେ। ଏହା ଶୁଣି ଭୀମରାଜା ହରଷ ହୋଇଲେ। ନଳ ରାଜାଙ୍କୁ ଗୌରବ କରି ଘେନିଗଲେ। ଅନ୍ତପୁରେ ରାଣୀ ଦମୟନ୍ତୀକୁ ଚିହ୍ନିଲେ। ଏ ତ ଆମ ଦମୟନ୍ତୀ ଦୁହିତା ବୋଇଲେ। କି ନିମନ୍ତେ ଆସି ଏଠି ଗୁପରେ ରହିଲ? କି ନିମନ୍ତେ ଏ ବିରୂପ ରୂପ ହୋଇଥିଲା? କି ନିମନ୍ତେ ଆସି ଏଠି ଗୁପରେ ରହିଲା? କି ନିମନ୍ତେ ଏ ବିରୂପ ରୂପ ହୋଇଥିଲା? ଦମୟନ୍ତୀ ଏହା ଶୁଣି ବୁଝାଇ କହିଲେ, ଲକ୍ଷ୍ମୀ ଦ୍ରୋହ କରିବାରୁ ରାଜୁ ତଡ଼ାଇଲେ। ବନସ୍ଥ ମଧ୍ୟରେ ସଭା ଚନ୍ଦ୍ରକୁ ହରାଇ ମୋତେ ଛାଡ଼ି କରି ରାଜା ଗଲେ ପଳାଇ। ଏହା ଶୁଣି ମହାଦେଈ ରାଜାଙ୍କୁ କହନ୍ତି, ଆମ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି। ଭୀମରାଜା କହନ୍ତି ଯେ ନଳ ଆସିଛନ୍ତି। ଏହା ଦେଖି ରାଜା ରାଣୀ ହରଷେ ହୁଅନ୍ତି। ଦମୟନ୍ତୀକୁ ଧରିଣ ନଳେ ପାଶେ ଗଲେ। ଦମୟନ୍ତୀକୁ ଦେଖିଣ ନଳ ଖୁସି ହୋଇଲେ। ରାଜା ରାଣୀ ପାଦ ତଳେ ପଡ଼ିଲେ। ରାଜା ରାଣୀଙ୍କର ପାଦ ତଳେ ଯେ ପଡ଼ିଲେ, ମନବାଞ୍ଛା ପୂର୍ଣ୍ଣ ହେଉ ବଲିଣ ବୋଇଲେ। କିଛି ଦିନ ନଳ ପୁଣି ସେଠାରେ ରହିଲେ। ଏହା ଦେଖି ରାଜା ରାଣୀ ହରଷ ହୋଇଲେ। ରାଜାଙ୍କ ଅଗ୍ରତେ ଯାଇ ନଳ ଜଣାଇଲେ, ନିଜ ରାଜ୍ୟକୁ ଚଳିବା ଆଜ୍ଞା ତୁମେ ଦେଲେ। ବିଧି ମତେ ସମ୍ମାନ ନଳ ରାଜାଙ୍କୁ ଯେ କଲେ। ପାଟ ପୀତାମ୍ବରୀମାନ ରାଜା ଯେ ପିନ୍ଧିଲେ। ନାନା ଅଳଙ୍କାର ଦେଇ ଭୂଷଣ କରିଲେ। ବିନୟ ହଇଣ ରାଣୀ ମାତାଙ୍କୁ କହିଲେ, ଦୟା ରଖିଥିବ ମାତା ପିତାଙ୍କୁ କହିଲେ। ଆଶିଷ କଲ୍ୟାଣ କରି ବିନୟ ହୋଇଲେ। ରତ୍ନହନ୍ଦଳରେ ନେଇ ବିଜେ କରାଇଲେ। ବିନୟ ହଇଣ ରାଣୀ ଦାସୀଙ୍କୁ କହିଲେ, ଏହି ସ୍ନେହ ସଦା ରଖିଥିବ ପ୍ରଜାମାନେ। ବିଦାୟ ଦିଅ ଯାଉଛି ନିଜ କର୍ମସ୍ଥାନେ। ଶୁଭବେଳେ ରାଜା ରାଣୀ ରାଜ୍ୟକୁ ଗମିଲେ। ପାତ୍ର ମନ୍ତ୍ରୀ ସର୍ବେ ତାଙ୍କ ସଙ୍ଗେ ଗଡ଼ାଇଲେ। ସଙ୍ଗମ ଶବଦରେ ରାଜା ସାରା କମ୍ପାଇଲେ। ଶୁଭ ଅନୁକୂଳ କରି ବାହାର ହୋଇଲେ। କିଛି ଦୂର ଗଲା ପରେ ମନ୍ଦିର ଭେଟିଲେ। ଜୟ ଶଙ୍ଖ ବୀର ଶବ୍ଦ ତୁରୀ ବଜାଇଲେ। ଯେଉଁ ମୟୂରଟି ରାଣୀ ମାଳା ଗିଳିଥିଲା, ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍ଗାରିଣ ଦେଲା। ଅଳଙ୍କାର ପାଇ ରାଣୀ ହରଷ ହୋଇଲେ। ସୁରଦେବ ରାଣୀ ଶାପ ମୁକ୍ତ ହୋଇଗଲେ। ସେଇଠାରୁ ପାତ୍ରମନ୍ତ୍ରୀ ବିଦା କରିଦେଲେ। ତୁମମାନେ ଯାଅ ଭଲେ, ଆମେ ଯିବୁ ଭଲେ। ସେବେଠାରୁ ପାତ୍ରମନ୍ତ୍ରୀ ବିଦାୟ ହୋଇଲେ। ରାଜା ରାଣୀ ବହୁତ ଆଶିଷ ଯେ ଯାଚିଲେ। ହସ୍ତୀ ପୃଷ୍ଠେ ବସି ରାଜା ରାଣୀ ଚଳିଗଲେ। ବନସ୍ତେ କନ୍ଦିରେ ନଦୀ ନିକଟେ ମିଳିଲେ। ଶଙ୍ଖଧ୍ୱନି ଶବଦରେ ନଦୀ କମ୍ପିଗଲା। ଶବ୍ଦ ଶୁଣିନ କୁମ୍ଭୀର ତୋଡ଼ତି ଆସିଲା। ସଙ୍ଗେ ସଙ୍ଗେ ସଭାଚନ୍ଦ୍ରକୁ ଯେ ଉଦ୍ଗାରିଲା, ଏହି ଜନମରୁ ମୁକ୍ତ କରନ୍ତୁ ବୋଇଲା। ପୁତ୍ରକୁ ପାଇଣ ରାଣୀ ହରଷ ହୋଇଲେ। ସୁରଦେବ ରାଜ୍ୟ ଶାପ ମୁକ୍ତ ହୁଅ ଭଲେ। ସଭାଚନ୍ଦ୍ରକୁ ନେଇଣ କଳେ ବସାଇଲେ। ସେବେଠାରୁ ରାଜା ରାଣୀ ମନ୍ଦିରେ ଚଳିଲେ। ମହାଲକ୍ଷ୍ମୀ ନଳକୁ ଯେ ସୁଦୟା କରିଲେ। ବେତାଳମାନଙ୍କୁ ଡାକି ତହୁଁ ଆଜ୍ଞା ଦେଲେ।
ରାଜାର ଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସ ମୋତେ କହିବ ସନ୍ଦେଶ। ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ, ନଳରାଜାଙ୍କ ଭଣ୍ଡାର ସମ୍ପୂର୍ଣ୍ଣ କରିଲେ। ଲେଉଟିଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ, ଭଣ୍ଡାଇ ପୂର୍ଣ୍ଣ ଶୁଣି ସନ୍ତୋଷ ହୋଇଲେ। ଏ ସମୟ ନଳରାଜା ରାଜେ ପହଞ୍ଚିଲେ, ସିଂହଦ୍ୱାରେ ପହଞ୍ଚି ହରଷ ହୋଇଲେ। ରାଜାରାଣୀ ପାତ୍ରମନ୍ତ୍ରୀ ଦେଖି ଧାଇଁ ଗଲେ, ସମାରୋହେ ପାଦ ତଳେ ସର୍ବେ ଲୋଟିଗଲେ। ଉଠ ସର୍ବେ ରାଜାରାଣୀ ଏମନ୍ତ କହିଲେ, ଯେ ଯାହାର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ। ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ, ଶୁଭବେଳେ ରାଜାରାଣୀ ଅଭିଷେକ ହେଲେ। ବାଦ୍ୟ ଶବଦରେ ରାଜା ଆନନ୍ଦ ଲଭିଲେ, ନଗର ନଗର ବୁଲି ରାଜା ବହୁ ଧନ ଦେଲେ। ଆନନ୍ଦ ହଇଣ ରାଜା ପ୍ରଜାଙ୍କୁ ପାଳିଲେ, ରାଜା ପ୍ରଜା ଆନନ୍ଦରେ ସନ୍ତୋଷ ଲଭିଲେ। ଏହାପରେ ଶ୍ରୀ ସୁଦଶା ବ୍ରତ ହିଁ ପଡ଼ିଲା। ବ୍ରତ ପଡ଼ିବାକୁ ରାଣୀ ରାଜାଙ୍କୁ କହିଲା, ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରଙ୍କୁ କହନ୍ତେ। ଇନ୍ଦ୍ର ସହିତରେ ସଚି ଏ ବ୍ରତ କରନ୍ତେ। ନାରଦ ଋଷିଙ୍କ ଠାରୁ କଥାକୁ ଶୁଣିଲେ, ବ୍ରତକୁ ସମ୍ପୂର୍ଣ୍ଣ କରି ଦକ୍ଷିଣାକୁ ଦେଲେ। ଦକ୍ଷିଣା ପାଇ ନାରଦ ବିଜେ କରିଗଲେ। ଏ ବିଧିରେ ନର ନାରୀ ଲକ୍ଷ୍ମୀ ବ୍ରତ କଲେ। ଯେଉଁ ନର ନାରୀ ଏହି ବ୍ରତକୁ କରନ୍ତି, ତାଙ୍କର କାନ୍ଧରୁ ଲକ୍ଷ୍ମୀ କେବେ ନ ଛାଡ଼ନ୍ତି। ଏଣୁ ମହାଲକ୍ଷ୍ମୀ ପାଦେ ଥାଉ ମରମତି, ସଦା ଜୟ ସମ୍ପୂର୍ଣ୍ଣ ହେ ସୁଦଶା ବ୍ରତଟି। ଇତି ଶ୍ରୀ ସୁଦଶା ବ୍ରତ ସଦା ଜୟ। ହେ ପ୍ରଭୁ କୋଟି ଜନ୍ମ ପାପ କ୍ଷୟ କରନ୍ତୁ, ପ୍ରଭୁ କୋଟି ଜନ୍ମ ପାପ କ୍ଷୟ କରନ୍ତୁ।